ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ 91 ବଲ୍ରେ 233 ରନ୍ 25ଟି ଛକା 15ଟି ଚୌକା। ଏହି ବିସ୍ଫୋରକ ଇନିଂସ ପରେ ପୁଣି ଥରେ ଚର୍ଚ୍ଚାରେ ଅଭିଷେକ ଶର୍ମା। ହଁ ଦର୍ଶକ ବନ୍ଧୁ, ଯେଉଁମାନେ ଚ୍ୟାନେଲ ନୂଆ ଅଛନ୍ତି ଚ୍ୟାନେଲ ସବସ୍କ୍ରାଇବ୍ କରନ୍ତୁ। ଚାଲନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିବା। ନମସ୍କାର ବନ୍ଧୁମାନେ, ଆପଣ ଶୁଣନ୍ତୁ ଆମ କ୍ରିକେଟ ଚ୍ୟାନେଲ। ଆଜିର ସବୁଠାରୁ ବଡ଼ କ୍ରିକେଟ ଖବର ହେଉଛି ଭାରତର ଓପନର ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ। ପଞ୍ଜାବ ଇଣ୍ଟର ଡିଷ୍ଟ୍ରିକ୍ଟ ସିନିୟର ୱାନ୍-ଡେ ଟୁର୍ଣ୍ଣାମେଣ୍ଟରେ ଅମୃତସର ପକ୍ଷରୁ ଖେଳୁଥିବା ଅଭିଷେକ ଶର୍ମା କେବଳ 91 ବଲ୍ରେ 233 ରନ୍ କରି ସମସ୍ତଙ୍କୁ ଚକିତ କରିଛନ୍ତି। ତାଙ୍କ ଇନିଂସ ଥିଲା 25ଟି ଛକା 15ଟି ଚୌକା। ତାଙ୍କର ଏହି ଇନିଂସ ଦଳକୁ ବିଶାଳ ସ୍କୋର ଦେବାରେ ମୁଖ୍ୟ ଭୂମିକା ନେଇଥିଲା। ଏହି ମ୍ୟାଚ୍ରେ ଅମୃତସର ଦଳ ତାର ବଡ଼ ବ୍ୟବଧାନରେ ମଧ୍ୟ ପରାସ୍ତ କରିଛି। ଅଭିଷେକ ଶର୍ମାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଯୋଗୁଁ ପ୍ରତିପକ୍ଷ ବୋଲରମାନେ ସମ୍ପୂର୍ଣ୍ଣ ଚାପରେ ରହିଥିଲେ। ବିଶେଷ କଥା ହେଉଛି, କିଛିଦିନ ପୂର୍ବରୁ ଜିମ୍ବାୱେ ଗସ୍ତରେ ଅଭିଷେକ ଶର୍ମାଙ୍କ ବ୍ୟାଟ୍ ଶାନ୍ତ ଥିଲା। ସେହି ନିରାଶାଜନକ ପ୍ରଦର୍ଶନ ପରେ ଏବେ 233 ରନ୍ ଇନିଂସ ତାଙ୍କ ଦମଦାର ପ୍ରତ୍ୟାବର୍ତ୍ତନ ଭାବେ ଦେଖାଯାଇଛି। ଏହି ବିସ୍ଫୋରକ ପାଳି ପରେ ସୋସିଆଲ ମିଡ଼ିଆରେ ଅଭିଷେକ ଶର୍ମାଙ୍କ ଫ୍ୟାନ୍ ସଂଖ୍ୟା ମଧ୍ୟ ବଢ଼ିଯାଉଛି। ଅନେକ କ୍ରିକେଟ ପ୍ରେମୀ ବିଶେଷଜ୍ଞ ଏହାକୁ ତାଙ୍କର ଫର୍ମକୁ ଫେରିବାର ବଡ଼ ସଂକେତ ବୋଲି ମଧ୍ୟ କହିଛନ୍ତି। ତେବେ ବନ୍ଧୁଗଣ, ଅଭିଷେକ ଶର୍ମା ଏହି 233 ରନ୍ର ଧମାକଦାର ଇନିଂସ ବିଷୟରେ ଆପଣଙ୍କ ମତ କ'ଣ? କମେଣ୍ଟରେ ନିଶ୍ଚିତ ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ନମସ୍କାର, ଧନ୍ୟବାଦ, ଜୟ ହିନ୍ଦ।